ହଉ ଆଜି ଆମେ କଣ କରିବା ଆମେ ଗୁଡ୍ ହ୍ୟାବିଟ୍ ଆଉ ବ୍ୟାଡ୍ ହ୍ୟାବିଟ୍ ବିଷୟରେ ଶିଖିବା ହେଲା। ଆଚ୍ଛା ତମମାନେ ସମସ୍ତେ ଗୁଡ୍ ହ୍ୟାବିଟ୍ କଣ ବ୍ୟାଡ୍ ହ୍ୟାବିଟ୍ କଣ ଜାଣିଛ ନା ଜାଣିନ? ଆମର ଭଲ ଗୁଣ କଣ ଆଉ ଖରାପ ଗୁଣ କଣ ଆଜି ସବୁ ଆମେ ସେଇ ବିଷୟରେ ଜାଣିବା ହେଲା। ଛାଡିବ ସବୁ ଆଚ୍ଛା ଆମେ ପ୍ରଥମେ କାହା ବିଷୟରେ ଜାଣିବା? ଆଜି ଆମେ ପ୍ରଥମେ ଭଲ ଗୁଣ ବିଷୟରେ ଜାଣିବା। ମୁଁ ପ୍ରଥମେ କିଛି ଭଲ ଗୁଣ କହିବି ତାପରେ ତମମାନେ ବି ମତେ ସମସ୍ତେ ଗୋଟେ ଗୋଟେ ଭଲ ଗୁଣ ବିଷୟରେ କହିବ ହେଲା। କହିବ ତ? ହଉ ଆଚ୍ଛା ଆମେ କଣ କରିବା ଆମର ଭଲ ଗୁଣ କଣ କହିଲ? ଆମେ ସକାଳୁ ଜଲ୍ଦି ଉଠିବା, ବିଦ୍ୟାଳୟକୁ ଟାଇମରେ ଆସିବା, ଠିକ୍ ଟାଇମରେ ବିଦ୍ୟାଳୟକୁ ଆସିବା, ଆମେ ସଫାସୁତୁରା ଡ୍ରେସ୍ ସବୁ ପିନ୍ଧିକି ଆସିବା ବିଦ୍ୟାଳୟକୁ ହେଲା। ପ୍ରାର୍ଥନା ସମୟରେ ଆମେ ଧାଡ଼ିରେ ଠିଆ ହେବା। ଆମର ଇଏ ସବୁ କଣ ଗୋଟେ ଗୋଟେ ଭଲ ଗୁଣ। ଆଚ୍ଛା ତମେ ସମସ୍ତେ ମତେ ଗୋଟେ ଗୋଟେ ଭଲ ଗୁଣ ବିଷୟରେ କହିଲ ଦେଖି। ବର୍ଷା କହିଲ ମତେ ଗୋଟେ ଭଲ ଗୁଣ ବିଷୟରେ କହିଲ। କଣ ଆମର ଭଲ ଗୁଣ କୁହ? କଣ? ହଁ ପାଠ ପଢାରେ ଆମେ କଣ କରିବା? ମନ ଦେବା, ମନ ଧ୍ୟାନର ସହ ଆମେ ପାଠ ପଢିବା। ତମେ ଦେଖି କହିଲ ଗୋଟେ ଆମର ଭଲ ଗୁଣ କଣ? ହଁ ବିଦ୍ୟାଳୟକୁ ଆମେ ସବୁଦିନ ଆସିବା। ତାପରେ ତମେ ଗୋଟେ ଭଲ ଗୁଣ କୁହ। ହଁ ଗୁରୁଜନଙ୍କର କଥା ମାନିବା। ହଁ ଗୁରୁଜନଙ୍କୁ ଆମେ କଣ କରିବା? ସମ୍ମାନ ଦେବା। ତାପରେ ଛୋଟ ପିଲାମାନଙ୍କୁ ଆମେ କଣ କରିବା? ସମସ୍ତେ ଭଲ ପାଇବା। ତମେ କୁହ ଗୋଟେ ଭଲ ଗୁଣ କୁହ। ଭଲ ଗୁଣ କଣ? ଆମେ ଆମର ନଖକୁ ବଢାଇବା ନାହିଁ ନୁହଁ କି? ଆମର ଭଲ ଗୁଣ ନା ଖରାପ ଗୁଣ? ଭଲ ଗୁଣ। ଆଉ କଣ ଆମର ଭଲ ଗୁଣ ଶିଖିଛ କହିଲ? କଣ ଭଲ ଗୁଣ ଶିଖିଛ କହିଲ? ହଁ ଘରକୁ ଯଦି ଗୁରୁଜନ ଆସନ୍ତି ଆମେ ତାଙ୍କୁ କଣ କରିବା? ପ୍ରଣାମ ଜଣାଇବା ହେଲା। ଆଚ୍ଛା ତମେ ମାନେ ସବୁ ତାହେଲେ ଭଲ ଗୁଣ ବିଷୟରେ ଜାଣିପାରିଲ ନା ଜାଣିପାରିଲନି? ସେମିତି ତାପରେ ଆମର କଣ ଅଛି? ଆମର ସେମିତି ଖରାପ ଗୁଣ ବି କିଛି ଥାଏ। ସବୁ ଲୋକଙ୍କ ଭିତରେ କଣ ଅଛି? କିଛି ଭଲ ଗୁଣ ଅଛି, କିଛି ଖରାପ ଗୁଣ ବି ଅଛି। ତାହେଲେ ଆମେ ଆମର ଖରାପ ଗୁଣ ବିଷୟରେ ବି ଜାଣିବା। ଆମେ କଣ କରିବା ନା ରାତିରେ ଲେଟରେ ଶୋଇକି ଲେଟରେ ଉଠିବା, ବିଳମ୍ବ କରିକି ଯଦି ଆମେ ଉଠିବା ସେଇଟା ଆମର ଭଲ ଗୁଣ ନା ଖରାପ ଗୁଣ? ଖରାପ ଗୁଣ। ଆମେ ଯଦି ବିଦ୍ୟାଳୟକୁ ଦିନେ ଆସିବା ଆଉ ଦିନେ ଆସିବାନି, ଇଏ ଆମର ଭଲ ଗୁଣ ନା ଖରାପ ଗୁଣ? ହେଲା। ପ୍ରାର୍ଥନା ସମୟରେ ଆମେ ଠିଆ ହେଇକି ପାଟିତୁଣ୍ଡ କରିବା, ଆମର ଭଲ ଗୁଣ ନା ଖରାପ ଗୁଣ? ଆଉ ଆମର ଖରାପ ଗୁଣ ବିଷୟରେ ସେମିତି ସମସ୍ତେ ଜଣେ ଜଣେ ଗୋଟେ ଗୋଟେ କରି କହିଲ। ବର୍ଷା କହିଲେ ଆମର ଖରାପ ଗୁଣ କଣ? ହଁ ଯଦି ଆମେ ଗୁରୁଜନଙ୍କ କଥା ନ ମାନିବା ସେଇଟା ଆମର ଖରାପ ଗୁଣ ନା ନାହିଁ? ସେମିତି ଆଉ କଣ ଖରାପ ଗୁଣ ବିଷୟରେ ଜାଣିଛ କହିଲ? କିଏ କହିବ? ହାତ ଦେଖିଲ ଖରାପ ଗୁଣ ବିଷୟରେ ହାତ ଦେଖ। ହଁ କୁଇଁ କହିଲ। ହଁ ଯଦି ଆମକୁ କିଏ ପାଠ ପଢୁଛନ୍ତି, ଯଦି ଆମେ ପାଠ ପଢିବାକୁ ମନା କରିବା ସେଇଟା ବି ଆମର କଣ ଗୋଟେ ଖରାପ ଗୁଣ। ଡୁଗୁ କହିଲା ଆମର ଖରାପ ଗୁଣ କଣ? ହଁ ସ୍କୁଲକୁ ଯଦି ଆମେ ଲେଟରେ ଆସିବା ସେଇଟା ବି ଆମର କଣ ଗୋଟେ ଖରାପ ଗୁଣ। ଆଉ କଣ ଖରାପ ଗୁଣ କହିଲ ଦେଖି? ପାଟି ଚୁପ୍ କରି ଯଦି ନ ବସିଲେ ସେଇଟା ଆମର ଖରାପ ଗୁଣ। ପାଟି ଚୁପ୍ କରି ବସିଲେ ତ ଆମର ଭଲ ଗୁଣ ହେଇଗଲା ସିଏ ନୁହଁ କି? ସେମିତି ଆଉ କଣ ଖରାପ ଗୁଣ କହିଲ? ଆମର ଆଉ କଣ ସବୁ ଖରାପ ଗୁଣ ଜାଣିଛ କହିଲ? କଣ ଖରାପ ଗୁଣ କହିଲ ତମେ? ଆଉ କଣ ଖରାପ ଗୁଣ? ଆଚ୍ଛା ଇଶାନ ଜାଣିଛ ଆମର ଖରାପ ଗୁଣ କଣ କହିଲ? କଣ? କଣ ଖରାପ ଗୁଣ? ଆମେ ଖାଦ୍ୟ ଖାଇବା ବେଳେ ପାଟି କରିବା, ଲାଇନରେ ଯଦି ନ ଠିଆ ହେବା, ଇଏ ସବୁ ଆମର କଣ ଖରାପ ଗୁଣ ନୁହଁ କି? ଆଚ୍ଛା ତମମାନେ ସମସ୍ତେ ଭଲ ଗୁଣ ଆଉ ଖରାପ ଗୁଣ ବିଷୟରେ ଜାଣିଲ ନା ଜାଣିପାରିଲନି? ତାହେଲେ ତମମାନେ କଣ କରିବ? ଭଲ ଗୁଣ ସହ ଭଲ କାମ କରିବ ନା ଖରାପ କାମ କରିବ? ଆଚ୍ଛା ଭଲ କାମ କଲେ ଆମେ କଣ କରିବା? ଭଲ କାମ କରି ଆମେ କଣ କରିବା? ଆମ ଦେଶର ନାଁ ରଖିବା ହେଲା। ତ ଯଦି ଆମେ ଧୀରେ ଧୀରେ ଆମର ସବୁ ଗୁଣକୁ ସୁଧାରି ନେବା, ଖରାପ ଗୁଣକୁ ସୁଧାରି ନେବା, ତାହେଲେ ଆମେ ଦିନେ କଣ କରିବା? ଭଲ ମଣିଷ ହେଇକି